ଝାରସୁଗୁଡ଼ା ଜିଲ୍ଲା କିର୍ମିରାଠାରେ ବ୍ଲକ ସ୍ତରୀୟ ସୁଭଦ୍ରା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁଭଦ୍ରା ଯୋଜନା ଓଡ଼ିଶାରେ ମହିଳା ସଶକ୍ତିକରଣ ଦିଗରେ ଏକ ଯୁଗାନ୍ତକାରୀ ଯୋଜନା। ଆସନ୍ତା ମାର୍ଚ୍ଚ 8 ତାରିଖ ଆନ୍ତର୍ଜାତିକ ମହିଳା ଦିବସ ପାଳନ ହେବା ପୂର୍ବରୁ ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତମାନଙ୍କରେ ସୁଭଦ୍ରା ଯୋଜନାକୁ ସଚେତନତା କରିବା ପାଇଁ ସୁଭଦ୍ରା ଶୋଭାଯାତ୍ରା ସହ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ମହିଳା ଶିଶୁ ବିକାଶ ଅଧିକାରୀ ସନ୍ଧ୍ୟାରାଣୀ ସାହୁ ଶୁଭାରମ୍ଭ କରିଥିଲେ। ଏଥିରେ ଅଙ୍ଗନବାଡ଼ି କର୍ମୀ, MBK, CRP, PRI, SHG ସଭ୍ୟା ମାନଙ୍କ ସହ ସୁଭଦ୍ରା ପାଇଥିବା ମହିଳାମାନେ ଶୋଭାଯାତ୍ରାରେ ସାମିଲ ହୋଇ ବିଭିନ୍ନ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ସଚେତନତା କାର୍ଯ୍ୟକ୍ରମ କରିଥିଲେ। କିର୍ମିରା ପଞ୍ଚାୟତରେ ବିଭାଗର କର୍ମଚାରୀ ଲତିକା ପଟେଲ, ନକ୍ସାପାଲ୍ଲୀରେ ଲିକନ ନାୟକ, ଗୌଡ଼ପାନପାଲ୍ଲୀରେ ଝରଣା ନାୟକ, ବନ୍ଦପାଲ୍ଲୀରେ ମୀରା ଭୋଇ, ଅଡ୍ଡାରେ ସନ୍ତୋଷିନୀ ମହାପାତ୍ର, ସୁଲେଇରେ ସନ୍ଦୀପ ପ୍ରଧାନ, ଝାରମୁଣ୍ଡାରେ ଅନୁପମା ମିଞ୍ଜ, ଭୀମଜୋରରେ ବିଜୟା ତାଣ୍ଡି ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ। ଯୋଗେଶ ସରାଫ, ଆହୁତି ନାୟକ, ନିବେଦିତା ବାଗ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। दर्शक बंधु लाइक शेयर कमेंट करुन और लोकल न्यूज़ चैनल के सब्सक्राइब करुन।